ବହୁତ ଦିନ ପୂର୍ବର କଥା। ଗଭୀର ଜଙ୍ଗଲ ଭିତରେ ଗୋଟିଏ ଗୁମ୍ଫା ଭିତରେ ରହୁଥାଏ ଗୋଟିଏ ହଂସ। ହଂସଟି ସେଠାରେ ଏକା ହିଁ ରହୁଥାଏ। ତାର କିଛି ବି ହେଲେ ସନ୍ତାନ ନଥାଏ। ହଂସଟି ଦିନସାରା ମାଛ ଧରୁଥାଏ ନଦୀ ଜଳରୁ। ଆଉ ସନ୍ଧ୍ୟା ହେଲେ ଘରକୁ ଫେରିଆସେ। ଏହିଭଳି ଭାବରେ ସେ ତାର ଜୀବିକା ନିର୍ବାହ କରି ଜୀବନ କାଟୁଥିଲା। ପ୍ରତିଦିନ ପରି ଗୋଟେ ଦିନ ହଂସଟି ମାଛ ଶିକାର କରୁଥାଏ। ମାଛ ଶିକାର କରୁ କରୁ କେତେବେଳେ ଯେ ସନ୍ଧ୍ୟା ହୋଇଗଲାଣି ସେ ହଂସଟି ଜାଣିପାରିଲା ନାହିଁ। ମୁଁ କେତେଥର ଏଠୁ ମାଛ ଶିକାର କରିଛି, ହେଲେ ଆଜି ଏଠାରୁ ଗୋଟେ ବି ହେଲେ ମାଛ ଶିକାର କରିପାରିଲିନି। ଆଉ ଏପଟେ ପୁଣି ସନ୍ଧ୍ୟା ହୋଇ ଆସିଲାଣି, ହେଲେ ମୁଁ ଗୋଟେ ବି ହେଲେ ମାଛ ପାଇଲି ନାହିଁ। ଆଜି ଲାଗୁଛି ନ ଖାଇ ମୋତେ ରାତିଟା କଟେଇବାକୁ ପଡ଼ିବ। ଯାଉଛି, ଏବେ ମୁଁ ମୋ ବସାକୁ ଫେରିଯିବି। ଏଇ କଥା କହି ହଂସଟି ତାର ବସାକୁ ଫେରିବାକୁ ବାହାରିଲା। ହଂସଟି ଜଙ୍ଗଲ ମଧ୍ୟ ଦେଇ ତାର ବସାକୁ ଯାଉଥିଲା। ଯାଉଥିବା ସମୟରେ କହିଲା, ସାରା ଦିନ ଏକା ଏକା କେତେ ଖାଦ୍ୟ ସଂଗ୍ରହ କରିବି ଯେ? କେବେ ଯେ ମୋର ଛୁଆ ହେବ ଆଉ ସେ ମୋତେ ମା ବୋଲି ଡାକିବ। ଛୁଆମାନଙ୍କୁ ନେଇ ମୁଁ କେତେ ମଜା କରିବି। ହେଲେ ଏ ପର୍ଯ୍ୟନ୍ତ ମୁଁ ମୋର ଛୁଆମାନଙ୍କର ମୁହଁ ଦେଖିବାକୁ ପାଇଲି ନାହିଁ। ଏମିତି ଭାବରେ ହଂସଟି ମନକୁ ମନ କହି ଘରକୁ ଫେରୁଥିଲା। ଆଉ କିଛି ଦୂରରୁ ଗୋଟିଏ ଶିଆଳ ହଂସଟିକୁ ଦେଖୁଥିଲା। ଆଉ ହଂସକୁ ଦେଖି ଶିଆଳଟି କହିଲା, ଆରେ ମୁଁ କ'ଣ ଦେଖୁଛି ଗୋଟିଏ ହଂସ ଜଙ୍ଗଲ ମଧ୍ୟ ଦେଇ ଏକା ଏକା କୁଆଡ଼େ ଯାଉଛି? ତାକୁ ଦେଖି ତ ମୋର ପାଟିରୁ ଲାଳ ବାହାରି ଆସିଲାଣି। ଯାଏଁ ଚୁପି ଚୁପି ତା ପଛେ ପଛେ ଯିବି, ଦେଖିବି ସେ କୋଉଠିକି ଯାଉଛି। ଏମିତି କହି ଶିଆଳଟି ହଂସର ପଛେ ପଛେ ଗଲା। ଆଉ ଏପଟେ ହଂସଟି ଯାଇ ତାର ବସାରେ ପହଞ୍ଚିଗଲା। ତାପରେ ହଂସଟି କହିଲା, ବାଃ, ଆଜି ତ ଦେଖୁଛି ମୁଁ ଜଲ୍ଦି ଘରେ ପହଞ୍ଚିଗଲି। କ'ଣ ସବୁ ଭାବି ଭାବି କେତେବେଳେ ଯେ ଘରେ ପହଞ୍ଚିଗଲି କିଛି ବୁଝିପାରିଲି ନାହିଁ। ଓହୋ, ଭାରି କ୍ଳାନ୍ତ ଲାଗିଲାଣି ଆଜି। ଯାଉଛି, ଟିକେ ଶୋଇପଡ଼ିବି। ଦୂରରେ ଥାଇ ଶିଆଳଟି ଏସବୁ କଥା ଶୁଣୁଥିଲା ହଂସର। ଆଚ୍ଛା ଆଚ୍ଛା, ଏଇଟା ତାହେଲେ ତୋର ବସା। ଯା ହଉ, ଭଲ ହେଲା। ଏବେ ତ ଖାଇବାଟା ବଢ଼ିଆ ଜମିବ। ଯାଏଁ ମୁଁ ଏବେ ମୋ ବସାକୁ ପଳାଏଁ। ତା ପରଦିନ ସକାଳୁ ହଂସଟି ନିଦରୁ ଉଠି ପୁଣି ଶିକାର କରିବାକୁ ବାହାରିଗଲା। ଏମିତି ଭାବରେ ହଂସର ଜୀବନ ଚାଲିଥାଏ। ଗୋଟିଏ ଦିନ ହଂସଟି ଗୋଟିଏ ଅଣ୍ଡା ଦେଲା। ଅଣ୍ଡା ଦେଇଥିବାରୁ ହଂସଟି ବହୁତ ଖୁସି ଥାଏ। ଆଉ ହଂସଟି ଖୁସିରେ କହିଲା, ଏବେ ମୋର ବହୁତ ଦିନର ଆଶା ପୂରଣ ହେବାକୁ ଯାଉଛି। ଏତେ ଦିନ ପରେ ତାହେଲେ ମୁଁ ମା ହେବାକୁ ଯାଉଛି। କେତେ ଯେ ଖୁସି ଲାଗୁଛି ମୋତେ। କେତେ ସୁନ୍ଦର ହେଇଛି ମୋ ଅଣ୍ଡାଟା। ମୋତେ ଲାଗୁଛି ମୋର ଛୁଆଟି ବହୁତ ସୁନ୍ଦର ହେବ। ଖାଲି ଅଣ୍ଡା କଥା ଚିନ୍ତା କଲେ ତ ହେବନି, ମୋର ଖାଇବା କଥା ବି ଚିନ୍ତା କରିବାକୁ ପଡ଼ିବ ମୋତେ। ହେଲେ ଏଇଠାରେ ଅଣ୍ଡାଟା ରଖିକି ଖାଇବା ଯୋଗାଡ଼ କରିବାକୁ ଯିବି କେମିତି? ଯଦି କିଏ ନେଇଯାଏ ତାହେଲେ ମୁଁ କ'ଣ କରିବି? ମୋ ମନ ତ ବହୁତ ଦୁଃଖ ହେବ। ଯାଉଛି, ଅଣ୍ଡାଟିକୁ ପତ୍ର ଦେଇ ଘୋଡ଼େଇ ରଖିଦେବି। ଏହା ପରେ ହଂସଟି କିଛି ପତ୍ର ଆଣି ଘୋଡ଼େଇ ଦେଇ ଅଣ୍ଡାଟିକୁ ଲୁଚେଇ ରଖିଲା। ବାସ୍, ଏବେ ହେଇଗଲା। ଆଉ ମୋର କିଛି ଚିନ୍ତା ନାହିଁ। ଏବେ ମୋର ଆଉ କେହି ଅଣ୍ଡାଟିକୁ ନେଇପାରିବେ ନାହିଁ। ଏବେ ମୁଁ ନିଶ୍ଚିନ୍ତରେ ଖାଇବା ଯୋଗାଡ଼ କରିବାକୁ ଯିବି। ଏମିତି କହି ହଂସଟି ଖାଇବା ସଂଗ୍ରହ କରିବାକୁ ବାହାରିଗଲା। ଆଉ ଠିକ୍ ସେହି ସମୟରେ ସେହି ଶିଆଳଟି ସେଠାରେ ଆସି ପହଞ୍ଚିଗଲା। ଆଉ ପହଞ୍ଚି ସାରି ଦେଖିଲା ହଂସଟି ଗୁମ୍ଫାରେ ନାହିଁ। ଗୁମ୍ଫାଟି ଫାଙ୍କା ଅବସ୍ଥାରେ ପଡ଼ିଛି। ଏହା ଦେଖି ଶିଆଳଟି କହିଲା, ଆରେ ଇଏ କ'ଣ ହେଲା? ସେଦିନ ତ ମୁଁ ଏହିଠାରେ ହଂସଟିକୁ ଦେଖିଥିଲି, ହେଲେ
କୁଆଡ଼େ ଗଲା ସେ ହଂସଟି? ମନେ ହେଉଛି ହଂସଟିଏ ଜାଗା ଛାଡ଼ି କୁଆଡ଼େ ଚାଲି ଯାଇଛି। ସେଦିନ ଯଦି ମୁଁ ସେ ହଂସଟିକୁ ଖାଇ ଦେଇଥାନ୍ତି ତାହେଲେ ଆଜି ହଂସଟି ମୋତେ ହରେଇବାକୁ ପଡ଼ିନଥାନ୍ତା। ମୋର ତ ଭାଗ୍ୟ ଖରାପ। ଯାଉଛି ଆଉ କୋଉଠିକି ଯାଇ ଶିକାର ଖୋଜିବି। ଏହା କହି ଶିଆଳଟି ସେଠାରୁ ଚାଲିଗଲା। ଆଉ ଏପଟେ ହଂସଟି ଖାଦ୍ୟ ଖାଇ ସନ୍ଧ୍ୟାବେଳେ ତାର ବସାକୁ ଫେରି ଆସିଲା। ତାପରେ ସେ ପତ୍ର କାଢ଼ି ଦେଖିଲା କି ତାର ଅଣ୍ଡାଟି ଠିକ୍ ଠାକ୍ ଅଛି କି ନାହିଁ। ଓହୋ, ଯାହା ହେଉ ଅଣ୍ଡାଟି ଏଇଠି ଠିକ୍ରେ ଅଛି, କେହି ବି ହେଲେ ଦେଖିନାହାନ୍ତି। ଓହୋ, ମୋ ପେଟଟା କେମିତି ଗୋଟେ ଲାଗିଲାଣି, ବୋଧେ ଆଉ ଗୋଟେ ଅଣ୍ଡା ଦେବ। ଯାଉଛି ତାରି ପାଖରେ ଆଉ ଗୋଟେ ଅଣ୍ଡା ଦେଇଦେବି। ତା ପରଦିନ ସକାଳେ ହଂସଟି ଆଉ ଗୋଟିଏ ଅଣ୍ଡା ଦେଲା। ଆଉ ଏବେ ହଂସଟି ବହୁତ ଖୁସି ହେଲା। ଆଉ ତାପରେ କହିଲା, ଆଉ କିଛି ଦିନ ପରେ ମୁଁ 2ଟି ଛୁଆର ମାଆ ହେବି। ଏଇଟା ଭାବି ଯେ ମୋତେ କେତେ ଆନନ୍ଦ ଲାଗୁଛି। ଓହୋ, କେତେ ମଜା ଲାଗୁଛି। ଏମିତି ଭାବରେ କେତେ ଦିନ କଟିଗଲା। ତାପରେ ହଂସଟି ଆଉ 2ଟି ଅଣ୍ଡା ଦେଲା। ଆଉ ତାପରେ ହଂସଟି ସବୁଦିନ ଭଳି ସେଦିନ ମଧ୍ୟ ପତ୍ର ଗୁଡ଼ାଏ ଅଣ୍ଡାରେ ଘୋଡ଼େଇ ଦେଇ ଖାଦ୍ୟ ଖୋଜିବାକୁ ବାହାରିଗଲା। ବେଶ କିଛି ସମୟ ପରେ ସେହି ବାଟ ଦେଇ ଗୋଟିଏ କୁକୁଡ଼ାଟିଏ ଯାଉଥିଲା। ଆଉ ସେହି ସମୟରେ କୁକୁଡ଼ାଟି ଜାଣିପାରିଲା ଯେ ତାର ଅଣ୍ଡା ଦେବାର ସମୟ ଆସିଗଲାଣି। କୁକୁଡ଼ାଟି ସେହି ସମୟରେ ସେଇଠି ଛିଡ଼ା ହୋଇ ପଡ଼ିଲା। ଆଉ ସେ ଏପଟ ସେପଟକୁ ଅନେଇବାକୁ ଲାଗିଲା କି ସେଠାରେ କେଉଁଠି ଅଣ୍ଡା ଦେବାର ପରିବେଶ ଅଛି କି ନାହିଁ। ଆରେ, ସେଠି ତ ଗୋଟେ ଗୁମ୍ଫା ଦେଖାଯାଉଛି। ଯାଉଛି ସେହି ଗୁମ୍ଫାର ଗୋଟିଏ କଣରେ ମୁଁ ଅଣ୍ଡାଟି ଦେଇଦେବି। ଏହା କହି କୁକୁଡ଼ାଟି ଗୁମ୍ଫା ଆଡ଼କୁ ଚାଲିଲା। ସେଠାରେ ଯାଇ ଦେଖିଲା ପତ୍ର କିଛି ଘୋଡ଼ା ହୋଇ କ'ଣ ରହିଛି। ଆରେ, ଇଏ କ'ଣ? ଏଠାରେ କ'ଣ ଘୋଡ଼ା ହୋଇ ରହିଛି? ଦେଖେ ତ। ସାଙ୍ଗେ ସାଙ୍ଗେ କୁକୁଡ଼ାଟି ପତ୍ର କାଢ଼ି ଦେଖିଲା କି ସେଠାରେ କିଛି ଅଣ୍ଡା ଗୁଡ଼ାଏ। ଅଣ୍ଡା ଗୁଡ଼ିକୁ ଦେଖି କୁକୁଡ଼ାଟି ଟିକେ ଆଶ୍ୱସ୍ତି ପାଇଲା। ଆଉ ତାପରେ କହିଲା, ଅଣ୍ଡା ଗୁଡ଼ିକୁ ଦେଖି ଲାଗୁଛି ଏଠାରେ ନିଶ୍ଚିତ କିଏ ଅଛି। କେତେ ଗୁଡ଼ାଏ ଅଣ୍ଡା ଦେଖିବାକୁ ପାଇଛି। ଯାଉଛି ମୁଁ ଏଇ ଅଣ୍ଡା ପାଖରେ ଅଣ୍ଡାଟି ଦେଇଦେବି। ତାହେଲେ ମୋ ଅଣ୍ଡାଟି ବି ସୁରକ୍ଷିତ ରହିବ। ଏହା କହି କୁକୁଡ଼ାଟି ସେହି ହଂସର ଅଣ୍ଡା ପାଖରେ ଅଣ୍ଡା ଦେଇ ଦେଇ ପତ୍ର ସବୁ ଘୋଡ଼େଇ ଦେଇ ସେଠାରୁ ଚାଲିଗଲା। ଆଉ ଏପଟେ ହଂସଟି ମାଛ ଶିକାର କରୁ କରୁ ଟିକେ ଦୂରକୁ ଚାଲିଗଲାଣି। ଆଜି ତ ମାଛ ଶିକାର କରୁ କରୁ ବହୁତ ଦୂରକୁ ଚାଲି ଆସିଲିଣି। ଏବେ ତ ଘରକୁ ଫେରିବାକୁ ବହୁତ ଡେରି ହୋଇଯିବ। ଆଉ ଆଜି ମାଛ ଶିକାର କରିବିନି। ମୁଁ ବରଂ ଏବେ ଘରକୁ ଫେରିଯିବି। ଏହା କହି ହଂସଟି ଘରକୁ ଫେରିବାକୁ ବାହାରିଲା। ଆଉ ହଂସଟି ଘରକୁ ଫେରିଲା ବେଳକୁ ବହୁତ ରାତି ହୋଇଯାଇଥିଲା। ହଂସଟି ଘରକୁ ଫେରିକି ତାର ଅଣ୍ଡା ଉପରେ ଯାଇ ବସିଲା। ହେଲେ ସେ ଜାଣିନି କି ତାର ଅଣ୍ଡା ଭିତରେ ଆଉ ଗୋଟିଏ କୁକୁଡ଼ାର ଅଣ୍ଡା ଅଛି ବୋଲି। ରାତି ହୋଇଯାଇଥିବା କାରଣରୁ କିଛି ବି ହେଲେ ବୁଝିପାରିଲା ନାହିଁ। ତାପରେ ସକାଳେ ହଂସଟି ନିଦରୁ ଉଠି ଦେଖିଲା ତାର ବସାରେ 5ଟି ଅଣ୍ଡାକୁ। ଏହା ଦେଖି ହଂସଟି କହିଲା, ଆରେ, ଇଏ କି କଥା? ମୋର ତ 4ଟି ଅଣ୍ଡା ଥିଲା। ହେଲେ ଏଠାରେ ତ ମୁଁ ଦେଖୁଛି 5ଟି ଅଣ୍ଡା। ତାହେଲେ ମୁଁ କ'ଣ ଆଜି ରାତିରେ ଆଉ ଗୋଟେ ଅଣ୍ଡା ଦେଇଛି? ତାହେଲେ ସେଇଆ ହେଇଥିବ। ହେଲେ ଏଇ ଅଣ୍ଡାଟା ତ ଦେଖିବାକୁ ଟିକେ ଛୋଟ। ତାହେଲେ ମୁଁ କ'ଣ କାଲି ରାତିରେ ଏଇ ଛୋଟ ଅଣ୍ଡାଟାକୁ ଦେଇଛି? ଯାହା ହେଇଥାଉ, ମୁଁ ଏବେ ଏଇ ଅଣ୍ଡାକୁ ଉଷୁମେଇ ଦେବି। ଏହା କହି ହଂସଟି ଅଣ୍ଡାଗୁଡ଼ିକୁ ଉଷୁମେଇଲା। ଏମିତି ଭାବରେ ବେଶ କିଛି ଦିନ କଟିଗଲା। ଆଉ ଏପଟେ ହଂସଟିର ଅଣ୍ଡା ଫାଟି ସେଥିରୁ ଛୁଆ ବାହାରିଗଲା। ହେଲେ କୁକୁଡ଼ାର ଅଣ୍ଡାଟି ସେମିତି ରହିଥିଲା। ଗୋଟିଏ ଅଣ୍ଡା ନ ଫାଟିବାରୁ ହଂସଟି କହିଲା, ଆରେ,
ଇଏ କ'ଣ? ସବୁ ଅଣ୍ଡା ତ ଫାଟି ଛୁଆ ହେଲା, ହେଲେ ଏଇ ଛୋଟ ଅଣ୍ଡାଟି ଫାଟିଲାନି କ'ଣ ପାଇଁ? ବୁଝିଲି, ଏଇ ଅଣ୍ଡାଟିକୁ ସଭା ଶେଷରେ ଦେଇଛି ବୋଲି ଏବେ ପର୍ଯ୍ୟନ୍ତ ଫୁଟିନି। ତାହେଲେ ଏଇ ଅଣ୍ଡାଟିକୁ ଆଉ ଟିକେ ଉଷୁମେଇବାକୁ ପଡ଼ିବ। ଏହା କହି ହଂସଟି ଆଉ ଟିକେ ଉଷୁମେଇବାକୁ ବସିଲା। ତା ପରଦିନ ସକାଳେ ଅଣ୍ଡାଟି ଫାଟି ଛୁଆ ବାହାରିଲା। ଆଉ ଏହା ଦେଖି ହଂସଟି ଅନେକ ଚିନ୍ତାରେ ପଡ଼ିଗଲା। କାହିଁକି ନା ତାର ଛୁଆମାନଙ୍କ ଠାରୁ ଥିଲା ସେ ଛୁଆଟି ଟିକେ ପୁରା ଅଲଗା। ଆରେ ଇଏ କ'ଣ? ଏ ଛୁଆଟି ତ ମୋ ଛୁଆଠାରୁ ଦେଖିବାକୁ ପୁରା ଅଲଗା। ତାହେଲେ ଏ ଛୁଆଟି କାହାର? ହଂସଟି ମନେ ମନେ ଏମିତି ଭାବିବାକୁ ଲାଗିଲା। ଆଉ ଏହି ସମୟରେ କୁକୁଡ଼ା ଛୁଆଟି କହିଲା, ମା ମା ମତେ ଜୋରେ ଭୋକ ଲାଗିଲାଣି, ମତେ କିଛି ଖାଇବାକୁ ଦିଅ ମା। କୁକୁଡ଼ା ଛୁଆଟିର ମା ଡାକ ଶୁଣି ହଂସର ଗୋଟିଏ ଛୁଆ କହିଲା, ଏ ଶୁଣ, ଇଏ ତୋର ମା ନୁହେଁ, ଇଏ ଆମର ମା। ତୁ ତ ଦେଖିବାକୁ ଆମ ଭଳି ନୁହେଁ, ତୁ ଆମ ମାକୁ ମା ବୋଲି କାହିଁକି ଡାକୁଛୁ? ହଂସ ଛୁଆଟିର ଏମିତି କଥା ଶୁଣି ମା ହଂସର ମନରେ ଟିକେ ହିଂସା ଆସିଲା। ତ ସାଙ୍ଗେ ସାଙ୍ଗେ ହଂସଟି କହିଲା, ହଁ, ତୁ ଆମର ଛୁଆ ନୁହେଁ, ଆଉ ମୁଁ ବି ତୋର ମା ନୁହେଁ, ବୁଝିଲୁ? ଆଉ ତୁ ଏ ବସା ଛାଡ଼ି ଏବେ ଚାଲିଯା। ମା, ମୁଁ ତୁମକୁ ଛାଡ଼ି କୁଆଡ଼େ ଯିବି? ଆଉ ମୁଁ ତ ଏବେ ବହୁତ ଛୋଟ ଅଛି ମା। ଆଉ ତୁମେ ମତେ ଏ ବସାରୁ ବାହାର କରିଦିଅନି ମା। ତୁ କୁଆଡ଼େ ଯିବୁ ଆମେ କେମିତି ଜାଣିଲୁ? ତୁ ଏହି କ୍ଷଣି ଆମର ବସାରୁ ବାହାରି ଚାଲିଯା, ବୁଝିଲୁ? ନହେଲେ କିନ୍ତୁ। ହଉ ହଉ ଠିକ୍ ଅଛି, ମୁଁ ଏବେ ଚାଲି ଯାଉଛି। ଏହା କହି କୁକୁଡ଼ା ଛୁଆଟି ସେଠାରୁ ଚାଲିଗଲା। ଆଉ କୁକୁଡ଼ା ଛୁଆଟି ହଂସଟିର ଗୁମ୍ଫା ପାଖରେ ରହିବାକୁ ଲାଗିଲା। ଏମିତି ଭାବରେ ବେଶ କିଛି ଦିନ କଟିଗଲା। ଆଉ ଏପଟେ ଛୁଆଗୁଡ଼ିକ ସବୁ ବଡ଼ ବଡ଼ ହୋଇଗଲେଣି। ଗୋଟିଏ ଦିନ କୁକୁଡ଼ା ଛୁଆଟି ଗୁମ୍ଫା ସାମ୍ନାରେ ବସିଥିଲା। ଆଉ ଠିକ୍ ସେହି ସମୟରେ ହଂସର ଛୁଆଗୁଡ଼ିକ ସେଠାକୁ ଚାଲି ଆସିଲେ। ଆଉ କୁକୁଡ଼ା ଛୁଆଟିକୁ ତାଙ୍କ ଗୁମ୍ଫା ସାମ୍ନାରେ ଦେଖି କହିଲେ, ଆରେ ତୁ କ'ଣ ଏ ପର୍ଯ୍ୟନ୍ତ ଏଠାରୁ ଗଲୁ ନାହିଁ? ତତେ କହିଛି ନା, ଏ ଆମର ମା, ତୋର ମା ନୁହେଁ ବୋଲି। ପୁଣି କ'ଣ ପାଇଁ ଏଠାରେ ପଡ଼ି ରହିଛୁ? ଭାଇ, ମୁଁ ତ ଜନ୍ମ ପରଠାରୁ ତୁମମାନଙ୍କୁ ଦେଖୁଛି, ଆଉ ତୁମେମାନେ ମତେ ନ ବୁଝିଲେ ବି ମୁଁ ତୁମମାନଙ୍କୁ ଭାଇ ବୋଲି ମାନି ନେଇଛି। ଆଉ ଇଏ ମୋର ବି ମା। ଆଉ ଏମିତି ହଂସ ଆଉ କୁକୁଡ଼ା କଥାବାର୍ତ୍ତା ହେଉଥିଲେ। ଆଉ ସେହି ସମୟରେ ସେହି ଶିଆଳଟି ସେଠାକୁ ଚାଲି ଆସିଲା। ଆଉ ଆସି କହିଲା, ହା 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 ହା। ଆରେ ବାବାରେ, ଏକା ସାଙ୍ଗରେ କେତେ ଗୁଡ଼େ ଖାଇବା। ମୋର ତ ପାଟିରୁ ଲାଳ ବୋହି ଆସିଲାଣି। କୋଉଟା ଯେ ମୁଁ ଆଗ ଖାଇବି କିଛି ବି ଯେ ବୁଝିପାରୁନାହିଁ। ତ ସାଙ୍ଗମାନେ କ'ଣ ଭାବୁଛ? ଶିଆଳଟି କାହାକୁ ଆଗ ଖାଇବ? କମେଣ୍ଟ ବକ୍ସରେ ନିଶ୍ଚିତ କହିବ। ଗୋଟିଏ ଜଙ୍ଗଲରେ ବାସ କରୁଥିଲା ଗୋଟିଏ ଶିଆଳ ଆଉ ତାର ଛୋଟ ଛୋଟ ଦୁଇଟି ଛୁଆ। ଛୁଆ ଦୁଇଟି ଥିଲେ ବହୁତ ଗୋଲଗାଲିଆ। ଛୁଆ ଦୁଇ ଜଣଙ୍କୁ ସବୁଦିନ ଶିଆଳ ତାର ବସାରେ ଛାଡ଼ି ଦେଇ ସେ ପ୍ରତିଦିନ ଖାଇବା ଯୋଗାଡ଼ କରିବାକୁ ବାହାରିଯାଏ। ସେଇ ଜଙ୍ଗଲରେ ଥିଲା ଗୋଟିଏ ବିଶାଳ ଆକାରରେ ଅଜଗର ସାପ। ସେ ଜଙ୍ଗଲର ସବୁ ନିରୀହ ପ୍ରାଣୀମାନଙ୍କୁ ଖାଇଦିଏ। ସେଥିପାଇଁ ଜଙ୍ଗଲର ସବୁ ପ୍ରାଣୀ ସବୁବେଳେ ଭୟ ଭୟରେ ରହୁଥାନ୍ତି। ଶିଆଳ ତାର ପିଲାମାନଙ୍କ ପାଇଁ ବହୁତ ଚିନ୍ତାରେ ରହୁଥିଲା। ସେ ଖାଇବା ଯୋଗାଡ଼ କରିବାକୁ ଗଲେ ମଧ୍ୟ ତାର ତା ପିଲାମାନଙ୍କ କଥା ବହୁତ ମନେ ପଡ଼ୁଥାଏ। ପ୍ରତିଦିନ ପରି ଆଜି ବି ଖାଇବା ଯୋଗାଡ଼ କରିବାକୁ ବାହାରିଲା ବେଳକୁ ସେ ତାର ପିଲାମାନଙ୍କୁ କହିଲା, ପିଲାମାନେ, ମୁଁ ଖାଇବା ଯୋଗାଡ଼ କରିବାକୁ ଯାଉଛି। ତୁମେମାନେ ପୁରା ସାବଧାନରେ ରହିବ। ତୁମମାନଙ୍କୁ ଗୁମ୍ଫା ବାହାରୁ ଯଦି କିଏ ଡାକେ, ତାହେଲେ ତୁମେମାନେ ବାହାରକୁ ଜମାରୁ ବାହାରିବ ନାହିଁ। କାରଣ ବାହାରେ ଗୋଟେ ବଡ଼ ଅଜଗର ସାପ ଅଛି। ତୁମେ ବାହାରକୁ ବାହାରିଲେ ସେ ତୁମକୁ ଖାଇଦେବ। ହଉ ଠିକ୍ ଅଛି ମା, ଆମେ ବାହାରକୁ ବାହାରିବୁ ନାହିଁ।
ତୁମେ ବି ଟିକେ ସାବଧାନରେ ଯିବା ଆସିବା କରିବ ମା, ମୋ ସୁନା ପିଲା ଗୁଡ଼ାକ। ହଉ, ମୁଁ ତାହେଲେ ଏବେ ଆସୁଛି। ଏହା କହି ଶିଆଳଟି ଖାଦ୍ୟ ଯୋଗାଡ଼ କରିବା ପାଇଁ ସେଠାରୁ ବାହାରିଗଲା। ଶିଆଳଟି ବାହାରି ଯିବାର କିଛି ସମୟ ପରେ ତାର ଛୁଆମାନଙ୍କୁ ଭାରି ଜୋରେ ଶୋଷ ଲାଗିଲା। ହେଲେ ତାଙ୍କ ପାଖରେ ଟୋପେ ବି ହେଲେ ପାଣି ନଥିଲା। ସେହି ସମୟରେ ସେମାନେ କଥା ହେଲେ କି, ଭାଇ, ଜାଣିଛୁ ମତେ ନା ଜୋରେ ଶୋଷ ଲାଗିଲାଣି। ଶୋଷରେ ମୋ ତଣ୍ଟିଟା ପୁରା ଶୁଖି ଯାଉଛି। ହଁ ରେ, ମୋର ବି ତୋ ପରି ଅବସ୍ଥା। ହେଲେ ଭାଇ, ଘରେ ତ ଟୋପେ ହେଲେ ବି ପାଣି ନାହିଁ। ଆମେ ତ ପୁରା ସାନ ଅଛେ ନା। ଆଉ ବାହାରକୁ ଗଲେ ବାହାରେ ତ ବଡ଼ ଅଜଗର ସାପ ଅଛି। ସେ ଯଦି ଆମକୁ ଦେଖିବ ତାହେଲେ ଆମକୁ ପୁରା ଗିଳିଦେବ। ଆଉ ମା ଆମକୁ ବାହାରକୁ ଯିବାକୁ ମନା କରିଛି। ଚାଲ, ଆମେ ବୁଦା ଭିତରେ ଭିତରେ ଦେଇ ଲୁଚି ଲୁଚି ଧୀରେ ଧୀରେ ଯାଇ ନଦୀରୁ ପାଣି ପିଇ ଦେଇ ଆସିବା। ଆଉ ମା ପାଇଁ ପାଣି ନେଇ ଆସିବା। ତୁମେ ଠିକ୍ ହିଁ କହିଛ ଭାଇ। ମା ଆମ ପାଇଁ କେତେ କଷ୍ଟ କରି ଖାଇବା ଯୋଗାଡ଼ କରିବାକୁ ଯାଇଛନ୍ତି। ଆଉ ଘରକୁ ଫେରି ଦେଖିବେ ଯେ ଘରେ ଟୋପେ ହେଲେ ବି ପାଣି ନାହିଁ। ଆଉ ପୁଣି ଆମ ଦୁଇ ଭାଇଙ୍କୁ ପୁଣି ଜୋରେ ଶୋଷ ହେଉଛି ଦେଖି ସିଏ ପୁଣି ଆହୁରି କଷ୍ଟ କରି ଆମ ପାଇଁ ପାଣି ଆଣିବାକୁ ଯିବେ। ତ ସେଥିପାଇଁ କହୁଛି, ଚାଲ ଆମେ ଦୁଇ ଜଣ ଯାକ ମିଶି ଯାଇ ନଦୀରୁ ପାଣି ପିଇ ଦେଇ ଆସିବା। ଆଉ ମା ପାଇଁ ପାଣି ନେଇ ଆସିବା। ତାହେଲେ ଚାଲ ଭାଇ, ଆମେ ଶୀଘ୍ର ଶୀଘ୍ର ଯିବା। ଏହା କହି ପିଲା ଦୁଇ ଜଣ ଯାକ ପାଣି ପିଇବାକୁ ଯିବେ ବୋଲି ଗୁମ୍ଫାରୁ ବାହାରି ନଦୀ ଆଡ଼କୁ ଚାଲିଲେ। ଆଉ ଯାଉଥିବା ବେଳେ କଥା ହେଲେ, ଦେଖୁଛ ଭାଇ, ବାହାରର ପରିବେଶଟା କେତେ ସୁନ୍ଦର। କେତେ ସୁନ୍ଦର ଗଛପତ୍ର ଆଉ କେତେ ସୁନ୍ଦର ଆକାଶ। ଦେଖିକି ମନଟା ପୁରା ଖୁସି ହୋଇଗଲା। ଆମେ ତ କେବେ ହେଲେ ଗୁମ୍ଫାରୁ ବାହାରୁନେ, ସେଥିପାଇଁ ଏସବୁ ଦେଖିପାରୁନଥିଲେ। କେବେ ଯେ ଆମେ ବଡ଼ ହେବା ଆଉ ମା ପରି ଆମେ ବି ଖାଦ୍ୟ ଯୋଗାଡ଼ କରିବା, ସେଇଟା ହିଁ ମୁଁ ମନେ ମନେ ଭାବୁଛି। ହଁ ହଁ ବାବୁ, ତୁ ଠିକ୍ କହିଛୁ। ଭାଇ, ଜଲ୍ଦି ଚାଲ। ମା ବସାକୁ ଆସିବା ଆଗରୁ ଆମେ ଯାଇ ପହଞ୍ଚି ଯାଇଥିବା। ନହେଲେ ମା ଯଦି ଆସି ବସାରେ ଆମକୁ ନ ଦେଖେ ତାହେଲେ ସେ ବହୁତ ଟେନସନ୍ ହୋଇଯିବ ଆଉ ଆମକୁ ବହୁତ ପାଟି କରିବ। ତୁ ତ ଏଇଟା ପୁରା ଠିକ୍ ହିଁ କହିଛୁ। ମୁଁ ତ ଏହା ଭାବିବି ନାହିଁ। ଏସବୁ କଥାବାର୍ତ୍ତା ହେଉ ହେଉ ପିଲାମାନେ ଆସି ନଦୀ ପାଖରେ ପହଞ୍ଚିଗଲେ। ନଦୀକୁ ଦେଖି ଜଣେ ଅନ୍ୟ ଜଣକୁ କହିଲା, ଦେଖ ଭାଇ, ଆମେ ନଦୀ ପାଖରେ ଆସି ପହଞ୍ଚି ଯାଇଛେ। ଏବେ ଆମେ ମନ ଭରି ପାଣି ପିଇ ପାରିବା। ହଁ ବାବୁ, କେତେ ମଜା ଲାଗିବ। ଏହା କହି ଶିଆଳ ଛୁଆ ଦୁଇଟି ନଦୀ ଭିତରୁ ପାଣି ପିଇ ନିଜର ଶୋଷ ମେଣ୍ଟାଇଲେ। ଆଉ ଇଚ୍ଛା ମତରେ ନଦୀର ପାଣିରେ ମନ ଭରି ଗାଧେଇଲେ। ବହୁତ ସମୟ ଗାଧୋଇବା ପରେ ତାଙ୍କର ମନେ ପଡ଼ିଲା ଯେ ତାଙ୍କୁ ଘରକୁ ଫେରିବାକୁ ହେବ। ତ ସେହି ସମୟରେ ସେମାନେ କୁହାକୁହି ହେଲେ ଯେ, ଭାଇ, ଗାଧୋଇ ଗାଧୋଇ ତ ଆମର ବହୁତ ଡେରି ହୋଇଗଲାଣି। ସକାଳ ଯାଇ ଦିହିପହର ହେବାକୁ ବସିଲାଣି। ମା ଆସିବାର ସମୟ ବି ହୋଇଗଲାଣି। ମା ଆସି ବସାରେ ଯଦି ଦେଖିବ ଆମେ ବସାରେ ନାହୁଁ, ତାହେଲେ ମା ତ ବହୁତ ଟେନସନ୍ ହୋଇଯିବ। ତାହେଲେ ଆମେ ଏବେ କ'ଣ କରିବା? ଚାଲ, ଆମେ ଏଇ ମାଠିଆରେ ପାଣି ନେଇ ଘରକୁ ଫେରିଯିବା। ଏହା କହି ସେମାନେ ଦି ଜଣ ପାଣି ନେଇ ଘରକୁ ଆସିବା ପାଇଁ ବାହାରିଲେ। ଆଉ ସେପଟେ ଶିଆଳ ବସାକୁ ଫେରି ଦେଖିଲା ତାର ପିଲାମାନେ ବସାରେ ନାହାନ୍ତି। ଏହା ଦେଖି ଶିଆଳ ବହୁତ ଚିନ୍ତାରେ ପଡ଼ିଗଲା। ଆଉ କହିଲା, ପିଲାମାନେ ମତେ ଛାଡ଼ିକି କୁଆଡ଼େ ଗଲରେ? କୋଉଠି ବା ଏବେ ଥିବ ତୁମେମାନେ? କେଜାଣି ମୁଁ ଏବେ କ'ଣ କରିବି ଯେ? କ'ଣ ଯେ କରିବି କିଛି ଜାଣିପାରୁନି। ଏହା କହି ଶିଆଳ ଗୁମ୍ଫା ଭିତରେ ଖାଦ୍ୟ ରଖିଦେଇ ତାର ଛୁଆମାନଙ୍କୁ ଖୋଜିବା ପାଇଁ ଗୁମ୍ଫାରୁ ବାହାରିଗଲା। ଶିଆଳ ଯାଉ ଯାଉ କିଛି ବାଟ ଯିବା ପରେ ଦେଖିଲା ଯେ ତାର ପିଲାମାନେ ମାଠିଆରେ ପାଣି ନେଇ ତା ଆଡ଼କୁ ଆସୁଛନ୍ତି। ଛୁଆମାନଙ୍କୁ ଦେଖି ଶିଆଳ ତାର ଦେହରେ ପ୍ରାଣ ଫେରି ପାଇଲା।
ତାପରେ ଶିଆଳ ତାର ପିଲାମାନଙ୍କୁ କହିଲା, ପିଲାମାନେ, ତୁମେ କ'ଣ ପାଇଁ ଗୁମ୍ଫା ବାହାରକୁ ବାହାରିଲ? ମୁଁ ପରା ତୁମମାନଙ୍କୁ ମନା କରିଥିଲି। ତୁମେ କ'ଣ ଜାଣିନ କି ତୁମେ ଏବେ କେତେ ଛୋଟ ଅଛ? ବାହାରେ କେତେ ବଡ଼ ବଡ଼ ବିପଦ ଅଛି। ତୁମେ ଏବେ ବିପଦର ମୁକାବିଲା କରିବା ଶିଖିନ। ହଁ ହଁ, ଆମେ ଜାଣିଛୁ ମା। ଆମେ ତୁମ କଥା ନ ମାନି ବାହାରକୁ ବାହାରିବାଟା ଠିକ୍ ହେଇନି। ହେଲେ ମା, ଆମ ଦୁଇ ଭାଇଙ୍କୁ ଜୋରେ ଶୋଷ ଲାଗୁଥିଲା, ଆଉ ଘରେ ଟୋପାଏ ବି ହେଲେ ପାଣି ନଥିଲା। ତୁମର ତ ଆସିବାରେ ଡେରି ହେବ ନା। ପୁଣି ତୁମେ କେତେ କଷ୍ଟ କରି ଶିକାର କରି ଆଣି ଆସି ବର୍ଷାରେ ଦେଖିବ ଟୋପେ ହେଲେ ପାଣି ନାହିଁ, ତ ତୁମକୁ ପୁଣି କଷ୍ଟ କରି ନଦୀକୁ ଆସି ପାଣି ନେବାକୁ ହେବ ନା। ଏଇଆ ଭାବି ଆମେ ନଦୀକୁ ପାଣି ପିଇବାକୁ ଆସିଲୁ। ହଁ ମା, ବାବୁ ଠିକ୍ କଥା ହିଁ କହିଛି। ଆମେ ପାଣି ପିଇବାକୁ ଆସିଥିଲୁ, ଆଉ ତୁମ ପାଇଁ ପାଣି ନେଇ ଆସିଛୁ। ତୁମକୁ ଆଉ କଷ୍ଟ କରି ନଦୀକୁ ପାଣି ପିଇବାକୁ ଆସିବାକୁ ପଡ଼ିବନି। ପିଲାମାନଙ୍କର ଏମିତି ସବୁ କଥା ଶୁଣି ଶିଆଳର ଆଖିରୁ ପାଣି ଚାଲି ଆସିଲା। ଆଉ ସେ ତାର ପିଲାମାନଙ୍କୁ କହିଲା, ପିଲାମାନେ, ତୁମେ ମୋ କଥା ଏତେ ଭାବୁଛ? ତୁମ କଥା ଶୁଣି ଆନନ୍ଦରେ ମୋ ମନଟା ଭରିଗଲା। ମୋ ପିଲାମାନେ ମୋ କଥା ଏତେ ଭାବନ୍ତି। ହଁ ମା, ଆମେମାନେ ତୁମକୁ ଆମ ଜୀବନଠାରୁ ବି ବେଶୀ ଭଲ ପାଉ। ଶୁଣ ପିଲାମାନେ, ଆମେ ଏଠି ଏସବୁ କଥା ଆଲୋଚନା ନ କରି ଶୀଘ୍ର ଶୀଘ୍ର ଘରକୁ ଚାଲ ଯିବା। ବହୁତ ବେଳ ହୋଇଗଲାଣି। ତୁମେମାନେ କ'ଣ ଆଜି ଦ୍ୱିପହରର ଖାଇବା ଖାଇବନି କି? ଆଜି ମୁଁ ବହୁତ କିଛି ଶିକାର କରି ନେଇ ଆସିଛି। ହଁ କି ମା, ତାହେଲେ ତ ବଢ଼ିଆ ମଜା ହେବ। ଆଜି ଆମେ ଏକା ସାଙ୍ଗରେ ବସି ସମସ୍ତେ ମିଶିକି ଦ୍ୱିପହରର ଖାଇବା ଖାଇବା। ମା, ଆଜି କି ଶିକାର କରିଛ? ସେଇଟା ତ ମୁଁ କହିବିନି। ତୁମେ ବସାକୁ ଗଲେ ଦେଖିବ କି ମୁଁ କ'ଣ କ'ଣ ତୁମ ପାଇଁ ସବୁ ଶିକାର କରି ନେଇ ଆସିଛି। ହଉ ମା, ଚାଲ ଆମେ ଶୀଘ୍ର ଶୀଘ୍ର ବସାକୁ ଯିବା। ହଉ ହଉ ପିଲାମାନେ, ଚାଲ। ଏହା କହି ଶିଆଳ ଓ ତାର ପିଲାମାନେ ଗପ କରି କରି ବସା ଆଡ଼କୁ ଚାଲିଲେ। ଆଉ କିଛି ସମୟ ପରେ ଶିଆଳ ଓ ତାର ପିଲାମାନେ ବସା ପାଖରେ ଆସି ପହଞ୍ଚିଗଲେ। ଭିତରକୁ ଯାଇ ପିଲାମାନେ ଦେଖିଲେ କେତେ ଗୁଡ଼ିଏ କୁକୁଡ଼ା ଓ ହଂସ ଆଣିଛନ୍ତି ମା। ଏହା ଦେଖି ସେମାନେ ଖୁସିରେ ଆତ୍ମହରା ହୋଇଗଲେ। ମା, ତୁମେ ଆମ ପାଇଁ ଏତେ ସବୁ କିଛି ଶିକାର କରି ଆଣିଛ। ଆମେ ଆଜି ବହୁତ ଖୁସି। ବହୁତ ଦିନ ପରେ ଆଜି ଆମେ ପେଟ ଭର୍ତ୍ତି କରି ଖାଇବୁ। କି ମଜା! ଓହୋ, ଆଜି କି ଆନନ୍ଦ ଲାଗୁଛି, କହି ହେବନି ମା। ଆଚ୍ଛା ଠିକ୍ ଅଛି ପିଲାମାନେ, ଆଉ ବେଶୀ କଥା ନ କହି ଖାଇବା ଆରମ୍ଭ କରିଦେବା ଚାଲ। ତାପରେ ସମସ୍ତେ ମିଶି ମଜା କରି ସେ ଖାଇବା ଗୁଡ଼ା ଖାଇ ଶେଷ କରିଦେଲେ। ତାପରେ ସେମାନେ ଆନନ୍ଦରେ ଗପାଗପି ବି କଲେ। ତ ସେହି ସମୟରେ ସେମାନେ ଶୁଣିବାକୁ ପାଇଲେ ତାଙ୍କ ଗୁମ୍ଫା ବାହାରେ ସେଇ ବିଶାଳ ଆକୃତିର ଅଜଗର ସାପର ଆବାଜ। ସେମାନେ ଏହି ଭୟଙ୍କର ଆବାଜ ଶୁଣି ବହୁତ ଭୟ ପାଇଗଲେ। ଶିଆଳ ନିଜେ ବି ବହୁତ ଭୟ ପାଇଲା। ସେ ତାର ପିଲାମାନଙ୍କୁ ନ ଦେଖେଇ ହେବା ପାଇଁ କହିଲା, ପିଲାମାନେ, ତୁମେମାନେ ଜମା ବି ଭୟ ପାଅନି। ତୁମ ମା ବଞ୍ଚିଥିବା ପର୍ଯ୍ୟନ୍ତ ତୁମର କେହି କିଛି କ୍ଷତି କରିପାରିବେନି। ହେଲେ ମା, ଏ ଅଜଗର ଯଦି ଆମ ସମସ୍ତଙ୍କୁ ଗିଳି ଖାଇଦେବ, ତାହେଲେ ଆମେ କ'ଣ କରିବା? ମୋ ଦେହ ଭିତରେ ସିଂହରଣ ହୋଇ ଉଠୁଛି। ଏମିତି କଥା କୁହନି ରେ ପିଲାମାନେ। ମା, ଆମେ କ'ଣ ଆଉ ବଞ୍ଚିବାନି? ସେ ଅଜଗର ସାପଟା କ'ଣ ସତରେ ଆମକୁ ଗିଳି ଖାଇଦେବ? ନା ନା ପିଲାମାନେ, ତୁମର ମା ଥାଉ ଥାଉ ତୁମର କେହି କିଛି କ୍ଷତି କରିପାରିବେନି। ଏତିକି ବିଶ୍ୱାସ ତୁମେ ତୁମର ମା ଉପରେ ରଖ। ଆଉ ନିଜେ ନିଜର ଜୀବନକୁ ବଞ୍ଚେଇବାର ଆଶା ବି ରଖିଥାଅ। ବିପଦ ବେଳେ ମନରେ ଭୟ କରିବ ନାହିଁ। ବିପଦ ବେଳେ ମନରେ ସାହସ ବାନ୍ଧି ରଖିବ। ବିପଦ ଆସିଲେ ବୁଦ୍ଧି ଖଟେଇ ବିପଦର ମୁକାବିଲା କରିବାକୁ ପଡ଼େ। ମା, ତୁମର କଥା ଶୁଣି କେତେ ବିଶ୍ୱାସ ମନରେ ଆସିଲା, ଆଉ ଭୟ ବି ଟିକିଏ ମନରୁ ଦୂର ହୋଇଗଲା।
ମା, ଆମେ ବି ବିପଦର ମୁକାବିଲା କରିବାକୁ ଚାହୁଁ। ହଁ ମା, ବାବୁ ଠିକ୍ ହିଁ କହିଛି। ଆରେ ବା, ମୋର ପିଲାମାନେ କେତେ ବୁଝିବାର ହୋଇଗଲେଣି। କେତେ ଭଲ ଆମର ପିଲାମାନେ। ତ ସେହି ସମୟରେ ଅଜଗର ମନେ ମନେ କହିଲା, ଭିତରେ କିଛି ଗୋଟେ ଆବାଜ ଶୁଣାଯାଉଛି। ମନେ ହେଉଛି ଗୁମ୍ଫା ଭିତରେ କିଏ ଅଛି। ଆଜି ତ ଏଇଠି ମୋର ଦିହିପହରର ଖାଇବାଟା ହେଇଯିବ। ଏହି କଥା ମନେ ମନେ ଭାବି ଅଜଗର କହି ଉଠିଲା କି, ଭିତରେ କିଏ ଅଛରେ? ମୁଁ ଏତେ ସମୟ ଧରି ବାହାରେ ଅଛି, ଏଇଟା କ'ଣ ତୁ ଜାଣିପାରୁନୁ କି? ଶୀଘ୍ର ଶୀଘ୍ର ତୁ ବାହାରକୁ ବାହାରି ଆସ, ଆଉ ନ ଆସିଲେ ମୁଁ ତୋର ଖବରଟା ବୁଝିଦେବି। ଶିଆଳଟି ତାର ପିଲାମାନଙ୍କୁ ଭିତରେ ଛାଡ଼ି ସାହସ କରି ବାହାରକୁ ବାହାରି ଆସିଲା। ଶିଆଳକୁ ଦେଖି ଅଜଗର କହିଲା, ଇଏ ମୁଁ କାହାକୁ ଦେଖୁଛି? ଇଏ ତ ଦେଖୁଛି ମୁଁ ଶିଆଳ। ତୁ କେମିତି ଅଛୁ ରେ ଶିଆଳ? ଆଉ ତୋର ବାହାରକୁ ଆସିବାକୁ ଏତେ ଡେରି ହେଲା କ'ଣ ପାଇଁ ଶୁଣେ? ଯାହା ବି ହେଇଯାଉ, ଆଜି ତତେ ମୁଁ ମୋର ଦିହିପହରର ଭୋଜନ କରିବି। ଅଜଗରର ଏମିତି କଥା ଶୁଣି ଶିଆଳର ମନରେ ଜୋରେ ରାଗ ଆସିଲା, ଆଉ ଖରାପ ବି ଲାଗିଲା। ତଥାପି ଶିଆଳ ତାର ବୁଦ୍ଧି ଖଟେଇ କହିଲା, ଭଲ ଅଛି ରାଜା ସାହେବ, ରାଜାଙ୍କ ଆଗକୁ କ'ଣ ଏମିତି ତରତର ହୋଇ ବାହାରି ଆସିବାକୁ ପଡ଼ିବ କି? ରାଜାଙ୍କୁ ତ ସମ୍ମାନ ଦେଇ ତାପରେ ଗୁମ୍ଫା ବାହାରକୁ ବାହାରିବାକୁ ପଡ଼ିବ ନା। ରାଜାଙ୍କୁ ତ ସବୁ ସମୟରେ ସମ୍ମାନିତ କରିବାକୁ ପଡ଼ିବ ନା। ମୁଁ ଠିକ୍ କଥା କହିଲି ନା ରାଜା ସାହେବ? ହଁ, ତୁ ତ ଠିକ୍ ହିଁ କହିଛୁ ଶିଆଳ। ରାଜାଙ୍କୁ ତ ସବୁ ସମୟରେ ସମ୍ମାନଟା ଦେବାକୁ ପଡ଼ିବ। ହେଲେ ଏଠି ରାଜା ବା କିଏ? ଆଉ ତୁ କାହାକୁ ରାଜା କହୁଛୁ? ଏଠି ତ ମୁଁ ଆଉ ତତେ ଛାଡ଼ିଦେଲେ ଆଉ କାହାକୁ ତ ଦେଖିବାକୁ ପାଉନି। ଆରେ ଅଜଗର ଭାଇ, ମୁଁ ତ ଆପଣଙ୍କୁ ହିଁ ରାଜା କହୁଛି। ଆପଣ ତ ହେଲେ ଏ ଜଙ୍ଗଲର ରାଜା। ଏ କ'ଣ ତୁ ଆଡ଼ୁ ସାଡ଼ୁ କଥା କହୁଛୁ? ମୁଁ ପୁଣି ଏ ଜଙ୍ଗଲର ରାଜା କେବେଠୁ ହେଲାଣି?